ସଦା ପ୍ରଭୁଙ୍କର ବହୁମୂଲ୍ୟ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରୁ ସତ୍ୟ ପ୍ରଚାରକ ଏବଂ ଭଣ୍ଡ ପ୍ରଚାରକ ଏହି ଦୁଇଟି ବିଷୟ ରଖିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ଆମ୍ଭେମାନେ କେମିତି ଜାଣିପାରିବା ଜଣେ ସତ୍ୟ ପ୍ରଚାରକକୁ ଏବଂ ଆମ୍ଭେମାନେ କେମିତି ଜାଣିପାରିବା ଜଣେ ଭଣ୍ଡ ପ୍ରଚାରକକୁ। ବର୍ତ୍ତମାନ ସମୟରେ ତ ଅନେକ ପ୍ରଚାରକ, ଅନେକ ଭାବବାଦୀ, ଅନେକ ସେବକ, ଅନେକ ଲୋକ ବାହାରିଛନ୍ତି, ଆପଣମାନେ ଜାଣନ୍ତି। କିନ୍ତୁ ଆମ୍ଭେମାନେ କେମିତି ସେମାନଙ୍କୁ ଚିହ୍ନିବା, କେମିତି ଜାଣିପାରିବା ସେମାନେ ଭଣ୍ଡ ପ୍ରଚାରକ ନା ସତ୍ୟ ପ୍ରଚାରକ ବୋଲି? ଏହି ବିଷୟରେ କହିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି ତାହେଲେ ଆପଣମାନେ ବାଇବେଲରେ ମଧ୍ୟ ଦେଖନ୍ତୁ। ପଦପର୍ବ ଆପଣମାନଙ୍କ ପାଖରେ ପ୍ରକାଶ କରିବି ଏବଂ ବାଇବେଲରେ ଥିବା ବିଷୟ ହିଁ ଆପଣମାନଙ୍କ ପାଖରେ ପ୍ରକାଶ କରିବି। କିନ୍ତୁ ଏହି ପଦପର୍ବ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପୂର୍ବରୁ ଏହି ସମ୍ବନ୍ଧୀୟ, ଏହି ସତ୍ୟ ପ୍ରଚାରକ ସମ୍ବନ୍ଧୀୟ ଏବଂ ଭଣ୍ଡ ପ୍ରଚାରକ ସମ୍ବନ୍ଧୀୟ ବିଷୟରେ କିଛି ବିଷୟ କହିବା ପାଇଁ ଚାହେଁ। ଆପଣମାନେ ଧ୍ୟାନର ସହିତ ଶୁଣିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ସତ୍ୟ ପ୍ରଚାରକ ସେ ବାଇବେଲ ଅନୁସାରେ ପ୍ରଚାର କରେ, କିନ୍ତୁ ଭଣ୍ଡ ପ୍ରଚାରକ ସେ ନିଜର କଥା ଏବଂ ନିଜର ଶିକ୍ଷା ବିଷୟରେ ସେ ପ୍ରଚାର କରେ। ଏବଂ ଜଣେ ସତ୍ୟ ପ୍ରଚାରକ ସେ ଯୀଶୁଙ୍କ ପଟେ ରାସ୍ତା ଦେଖାଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ସତ୍ୟ ପ୍ରଚାରକ ଲୋକମାନଙ୍କୁ ସଠିକ୍ ଶିକ୍ଷା ଦେଇ ସେ ଯୀଶୁଙ୍କ ପଟେ ରାସ୍ତା ଦେଖାଏ। କିନ୍ତୁ ଭଣ୍ଡ ପ୍ରଚାରକ ସେ ନିଜ ପଟେ ଆକର୍ଷଣ କରିବ, ଯୀଶୁଙ୍କ ପଟେ ରାସ୍ତା ନ ଦେଖାଇ ନିଜ ପଟେ ଆକର୍ଷଣ କରିବ। ଏବଂ ଜଣେ ଭଣ୍ଡ ପ୍ରଚାରକ ସେ ମଣ୍ଡଳୀକୁ ଦୁଇ ଭାଗ କରିବ, କିନ୍ତୁ ସତ୍ୟ ପ୍ରଚାରକ ସେ ମଣ୍ଡଳୀକୁ ଦୁଇ ଭାଗ କରିବ ନାହିଁ। ଆପଣମାନେ ବୁଝିବା ଦରକାର ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଲୋକମାନଙ୍କୁ ଜଣେ ସତ୍ୟ ପ୍ରଚାରକ ଲୋକମାନଙ୍କୁ କେବେ ମଧ୍ୟ ଭ୍ରାନ୍ତ କରିବ ନାହିଁ। କିନ୍ତୁ ମିଥ୍ୟା ପ୍ରଚାରକ, ଭଣ୍ଡ ପ୍ରଚାରକ ଲୋକମାନଙ୍କୁ ଭ୍ରାନ୍ତ କରିବ, ନିଜ ପଟେ ଆକର୍ଷଣ କରିବ ଏବଂ ସେଇ ଲୋକମାନଙ୍କୁ ସୁନ୍ଦର ଲାଗିଲା ଭଳି କଥା କହିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଆପଣମାନେ ଦେଖିଥିବେ ଅନେକ ଜାଗାରେ ଅନେକ ସମୟରେ ମଣ୍ଡଳୀମାନଙ୍କୁ ଦୁଇ ଭାଗ କରୁଛନ୍ତି। ସେମାନଙ୍କୁ ଆମେ କ'ଣ ବୋଲି କହିବା? ଆପଣମାନେ ମଧ୍ୟ ଟିକେ ଭାବନ୍ତୁ। କିନ୍ତୁ ମୁଁ କହିବା ପାଇଁ ଚାହେଁ, ସେମାନେ ସତ୍ୟ ପ୍ରଚାରକ ନୁହନ୍ତି। ଯେଉଁମାନେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି ସେମାନେ ହେଉଛନ୍ତି ଭଣ୍ଡ ପ୍ରଚାରକମାନେ, ଭଣ୍ଡ ପାଳକମାନେ। ରୋମିଓ ପୁସ୍ତକରେ ଯଦି ଆପଣମାନେ ଦେଖିବେ 15:20, ତାହେଲେ ପ୍ରଭୁଙ୍କର ଦାସ କହୁଛନ୍ତି ଯେଉଁ ଜାଗାରେ ଫାଉଣ୍ଡେସନ୍ କରାଯାଇଅଛି, ମୂଳଦୁଆ କରାଯାଇଅଛି, ସେଇ ଜାଗାକୁ ମୁଁ ଯିବି ନାହିଁ। ଅର୍ଥାତ୍ ଆମ୍ଭେମାନେ ବୁଝିବା ଯେ ଯେଉଁ ଜାଗାରେ ଯୀଶୁଙ୍କ ନାମ ଉଚ୍ଚାରିତ ହୋଇନାହିଁ ସେଇ ଜାଗାକୁ ମୁଁ ଲକ୍ଷ୍ୟ କରି ଆସିଅଛି, ଏ ପ୍ରକାର କହୁଛନ୍ତି। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସତ୍ୟ ପ୍ରଚାରକ ଲୋକମାନଙ୍କୁ କହିବ ତୁମର ବିଶ୍ୱାସ ତୁମକୁ ବିଶ୍ୱାସ କରିବ ବା ତୁମକୁ ସୁସ୍ଥତା ଦେବ ଏବଂ ତୁମେ ନିଜେ ପ୍ରାର୍ଥନା କର, ଏହି ପ୍ରକାର କହିବ ସତ୍ୟ ପ୍ରଚାରକ। କିନ୍ତୁ ଭଣ୍ଡ ପ୍ରଚାରକ କହିବ ମୁଁ ଅଛି, ମୋତେ ଫୋନ୍ କର,
ମୁଁ ପ୍ରାର୍ଥନା କରିଦେବି ତୁମେ ସୁସ୍ଥତା ପାଇବ। এই প্রকার কহନ୍ତି ভণ্ড প্রচারকମାନେ, ভণ্ড ସେବକମାନେ। ଏବଂ ବର୍ତ୍ତମାନ ସମୟରେ ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ଜାଗାମାନଙ୍କର ମିଟିଂ ହେଉଛି, ଯେଉଁମାନେ ଲୋକମାନଙ୍କୁ ତଳକୁ ଓଦରାଉଛନ୍ତି, ଅନ୍ୟ ଭାଷା କହୁଛନ୍ତି ଏବଂ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଭୂତମାନଙ୍କୁ ମଧ୍ୟ ଛଡ଼ାଉଛନ୍ତି। ସେମାନେ କ'ଣ ସତ୍ୟ ପ୍ରଚାରକମାନେ ବା ସତ୍ୟ ଭାବବାଦୀମାନେ ନା ଭଣ୍ଡ ଭାବବାଦୀମାନେ? ଏ ବିଷୟ ମଧ୍ୟ ବାଇବଲରେ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏ ଭିଡ଼ିଓକୁ, କାରଣ ବର୍ତ୍ତମାନ ସମୟରେ ଅନେକ ଲୋକ ଅନେକ ସମୟରେ ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି। ଏବଂ ଜଣେ ବ୍ୟକ୍ତିଙ୍କର ଶିକ୍ଷାକୁ ଆମ୍ଭେମାନେ ଚିହ୍ନିବା ପାଇଁ ହେଲେ, ଜାଣିବା ପାଇଁ ହେଲେ, ସର୍ବପ୍ରଥମେ ଆମ୍ଭେମାନେ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିବା ଦରକାର। ତେବେ ସେଇ ଆମ୍ଭେମାନେ ଜାଣିପାରିବା ଜଣେ ବ୍ୟକ୍ତି ସେ କେମିତି ଶିକ୍ଷା ଦେଉଅଛି ଏବଂ ସେଇ ବ୍ୟକ୍ତି ସେ ଭଣ୍ଡ ପ୍ରଚାରକ ନା ସତ୍ୟ ପ୍ରଚାରକ ନା ଭଣ୍ଡ ସେବକ ନା ସତ୍ୟ ସେବକ ଆମ୍ଭେମାନେ ଚିହ୍ନିପାରିବା, ଜାଣିପାରିବା। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସତ୍ୟ ପ୍ରଚାରକ ଏବଂ ଭଣ୍ଡ ପ୍ରଚାରକ ବିଷୟରେ ବାଇବଲରେ ଆମ୍ଭେମାନେ ପଦପର୍ବ ଅନୁସାରେ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ମଧ୍ୟରେ ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ ମାତୀୟ ପୁସ୍ତକରୁ ଦେଖିବା ନିମନ୍ତେ ଯିବା। ତାର 7 ପର୍ବ ତାର 15 ପଦରୁ 23 ପଦ ପର୍ଯ୍ୟନ୍ତ ଦେଖିବା। এই জায়গায় লেখা যায়, প্রভু যীশু ଆଗରୁ ହିଁ ଜାଗ୍ରତ କରୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଗରୁ ହିଁ ପ୍ରଭୁ ଯୀଶୁ ଜାଗ୍ରତ କରୁଛନ୍ତି ଯେ ଏଇ ଜାଗାରେ ଲେଖା ଯାଏ 15 ପଦରେ, ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ। କେଉଁମାନଙ୍କ ଠାରୁ? ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ ହୋଇଥାଅ। ସେମାନେ ମେଣ୍ଢା ଭେଷରେ ତୁମ୍ଭମାନଙ୍କୁ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ ଭେଡ଼ିଆ। ସେମାନଙ୍କର ଅନ୍ତରରେ ହିଂସ୍ରକ ବାଘ। ସେମାନେ ମେଣ୍ଢା ଭେଷରେ ତ ଆସନ୍ତି, ସେମାନେ ଧଳା ପୋଷାକ ଇନ୍ କରିକି ପ୍ରଭୁଙ୍କର ପ୍ରିୟ ଦାସମାନଙ୍କ ପରି ସେମ୍ ଆସନ୍ତି, କିନ୍ତୁ ସେମାନଙ୍କର ଅନ୍ତରରେ ହିଂସ୍ରକ ବାଘ। ହିଂସ୍ରକ ବାଘ କେମିତି କରିବ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗୀତ ସଂଗୀତାରେ ଲେଖାଯାଏ, ସେ ଚୂର୍ଣ୍ଣ ବିଚୂର୍ଣ୍ଣ କରିବ। ସେମିତି ଗୋଟିଏ ବାଘ ଶିକାର କରେ ପଶୁକୁ, ଚୂର୍ଣ୍ଣ ବିଚୂର୍ଣ୍ଣ କରେ, ଠିକ୍ ସେମିତି ଏଇ ଭଣ୍ଡ ପ୍ରଚାରକମାନେ, ଭଣ୍ଡ ଭାବବାଦୀମାନେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏମାନେ ସେମାନଙ୍କର ଅନ୍ତରରେ ସେମାନେ ହିଂସ୍ରକ ବାଘ, କିନ୍ତୁ ଲୋକମାନଙ୍କ ପାଖରେ ସେମାନେ ଧାର୍ମିକ ଦେଖାଇ ହୁଅନ୍ତି, নম্রতা ଦେଖାଇ ହୁଅନ୍ତି, ଭଲ ପୋଷାକ ପିନ୍ଧନ୍ତି, ଭଲ ଚାଲନ୍ତି ମଧ୍ୟ। କିନ୍ତୁ ଯେ ପର୍ଯ୍ୟନ୍ତ ସେମାନଙ୍କୁ ନ ଛୁଁଚ ସେ ପର୍ଯ୍ୟନ୍ତ କିଛି ନୁହେଁ। ମାତ୍ର ଯଦି ଛୁଇଁବ, ସାପ ଯେମିତି ଫେଣା ଟେକେ ସେମିତି ଏମାନେ ଟେକନ୍ତି। ନ ଛୁଇଁବା ଯାଏ ହିଁ ସେମାନେ ଧାର୍ମିକ। କିନ୍ତୁ ସେମାନଙ୍କ ବିରୁଦ୍ଧରେ ଆପଣମାନେ ଟିକେ ଛୁଇଁକି ଦେଖନ୍ତୁ। ଏମାନେ ହେଉଛନ୍ତି ଭଣ୍ଡ ଭାବବାଦୀମାନେ, ଭଣ୍ଡ ପ୍ରଚାରକମାନେ। ଅନ୍ଧ ବ୍ୟକ୍ତି କେବେ ଅନ୍ଧକୁ ରାସ୍ତା ଦେଖାଇ ପାରିବ ନାହିଁ। ବାଇବଲରେ ଲେଖାଯାଏ, ପ୍ରଭୁ ଯୀଶୁ କହୁଅଛନ୍ତି, ଅନ୍ଧ କେବେ ଅନ୍ଧକୁ ରାସ୍ତା ଦେଖାଇ ପାରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ ଜାଗାରେ ଲେଖାଯାଏ, ସେମାନେ ହିଂସ୍ରକ ବାଘ, ସେମାନଙ୍କର ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। କ'ଣ ଦ୍ୱାରା? ସେମାନଙ୍କର ଫଳ ଦ୍ୱାରା, କର୍ମ ଦ୍ୱାରା, ପରିଶ୍ରମ ଦ୍ୱାରା ଆପଣମାନେ ଚିହ୍ନି ପାରିବେ। ଜଣେ ସତ୍ୟ ପ୍ରଚାରକ କେବେ ମଧ୍ୟ ନିଜ ପଟେ ଆକର୍ଷଣ କରିବ ନାହିଁ, ସେ ଯୀଶୁଙ୍କ ପଟେ ରାସ୍ତା ଦେଖାଇବ। ଏବଂ ପ୍ରଭୁ ଯୀଶୁଙ୍କର ଦାସମାନଙ୍କର କାମ ହେଲା ଲୋକମାନଙ୍କୁ ସଠିକ୍ ଶିକ୍ଷା ଦେଇ ପ୍ରଭୁ ଯୀଶୁଙ୍କ ପଟେ ରାସ୍ତା ଦେଖାଇବା ସେମାନଙ୍କର କାମ। କିନ୍ତୁ ଯେଉଁମାନେ ନିଜ ପଟେ ଆକର୍ଷଣ କରୁଛନ୍ତି ସେମାନେ ହେଉଛନ୍ତି ଭଣ୍ଡ
ପ୍ରଚାରକମାନେ, ଭଣ୍ଡ ପାଳକମାନେ। କିନ୍ତୁ ଆସନ୍ତୁ ଆମେମାନେ ଦେଖିବା ସେମାନଙ୍କର ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟା ଗଛରୁ ଦ୍ରାକ୍ଷା ଫଳ କିମ୍ବା କାନଖୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି, ସେହି ପ୍ରକାର ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ହିଁ ଫଳେ। ଜଣେ ମନ୍ଦ ବ୍ୟକ୍ତି ସେ ମନ୍ଦ କାର୍ଯ୍ୟ ହିଁ କରିବ, ଜଣେ ଭଲ ବ୍ୟକ୍ତି ସେ ଭଲ କାର୍ଯ୍ୟ ହିଁ କରିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଶୈତାନର ସନ୍ତାନମାନେ ସେମାନେ ଖରାପ କାର୍ଯ୍ୟ କରନ୍ତି। ବାଇବଲରେ ତ ଅନେକ ବିଷୟ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆଗକୁ ଦେଖିବା ଭଲ ଗଛ ମନ୍ଦ ଫଳ ଫଳି ନପାରେ। ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି, ଯେଉଁମାନେ ସତ୍ୟ ପ୍ରଚାରକ ମାନେ, ସେମାନେ କେବେ ମଧ୍ୟ ଲୋକମାନଙ୍କୁ ଖରାପ ରାସ୍ତାରେ ଦେଖାନ୍ତି ନାହିଁ, ନିଅନ୍ତି ନାହିଁ, କାରଣ ସେମାନେ ପ୍ରଭୁଙ୍କୁ ଭୟ କରୁଛନ୍ତି। କିନ୍ତୁ ଭଣ୍ଡ ପ୍ରଚାରକମାନେ, ଭଣ୍ଡ ସେବକମାନେ ସେମାନେ ଲୋକମାନଙ୍କ ବିଷୟରେ ସେମାନଙ୍କର ନିଜ ଇଚ୍ଛା ଅନୁସାରେ ସେମାନେ ଭାବନ୍ତି, କାରଣ ସେମାନେ ପ୍ରଭୁଙ୍କୁ ଭୟ କରନ୍ତି ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଲେଖାଯାଏ ଭଲ ଗଛ ମନ୍ଦ ଫଳ ଫଳି ନପାରେ କିମ୍ବା ମନ୍ଦ ଗଛ ଭଲ ଫଳ ଫଳି ନପାରେ। ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ହଣାଯାଇ ନିଆଁରେ ପକାଯାଏ। ଗଛ ହେଉଛୁ ଆମ୍ଭେମାନେ, ଫଳ ଫଳିବା ଦରକାର। ଏବଂ ଲେଖାଯାଏ ତାହା ହଣାଯାଇ ନିଆଁରେ ପକାଯାଏ। ଅତଏବ ସେମାନଙ୍କର ଫଳ ଦ୍ୱାରା ସେମାନଙ୍କୁ ଚିହ୍ନିବ। ସେମାନଙ୍କର ଫଳ ଦ୍ୱାରା ଆମ୍ଭେମାନେ ଚିହ୍ନି ପାରିବା। ଜଣେ ବ୍ୟକ୍ତି ଯଦି ଲୋକମାନଙ୍କୁ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି, ନିଜ ପଟେ ରାସ୍ତା ଦେଖାଉଛନ୍ତି ଏବଂ ମୁଁ ପ୍ରାର୍ଥନା କଲେ ତୁମେ ସୁସ୍ଥତା ପାଇବ ବୋଲି କହୁଛନ୍ତି, ସେମାନେ ଭଣ୍ଡମାନେ। କିନ୍ତୁ ପ୍ରଭୁଙ୍କର ସତ୍ୟ ପ୍ରଚାରକ ସେ ପ୍ରଭୁଙ୍କୁ ଭୟ ଶିଖାଇବ ଏବଂ ନିଜେ ପ୍ରାର୍ଥନା କରିବା ଶିଖାଇବ ଏବଂ ଯୀଶୁଙ୍କ ପଟେ ସେ ରାସ୍ତା ଦେଖାଇବ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଲେଖାଯାଏ ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି। ବର୍ତ୍ତମାନ ସମୟରେ ଅନେକ ଲୋକ ପ୍ରଭୁ ପ୍ରଭୁ ବୋଲି ଡାକିବା ଲୋକ ଅଛନ୍ତି। ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରେ, ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ। ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ ଆମ୍ଭେମାନଙ୍କୁ ତୁମ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ, ଆଉ ତୁମ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ। ସେଇ ଦିନରେ ପ୍ରଭୁଙ୍କ ପାଖରେ ଏଇ ଜାଗାରେ ଲେଖାଯାଏ ଭାବବାଣୀ କହିବା ଲୋକମାନେ ଏବଂ ଭୂତମାନଙ୍କୁ ଛଡ଼ାଇବା ଲୋକମାନେ ଏବଂ ଅନେକ ଶକ୍ତିର କାର୍ଯ୍ୟ କରିବା ଲୋକମାନେ ଏମାନେ କହିବେ। ଏବଂ ଲେଖାଯାଏ ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ଜାଣି ନାହିଁ। ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। ଅର୍ଥାତ୍ ଏଇ ବ୍ୟକ୍ତିମାନେ ଯେଉଁମାନେ ଭୂତମାନଙ୍କୁ ଛଡ଼ାଉଛନ୍ତି, ଭାବବାଣୀ କହୁଛନ୍ତି, ଅନେକ ଶକ୍ତିର କାର୍ଯ୍ୟ କରୁଛନ୍ତି, ଏମାନେ ଭଣ୍ଡମାନେ, ଭଣ୍ଡ ପ୍ରଚାରକମାନେ। ବାଇବଲର ଭବିଷ୍ୟତ ବକ୍ତାମାନଙ୍କ ବିଷୟରେ ଯଦି ଦେଖିବେ, ତାହେଲେ ଲୋକମାନଙ୍କୁ ତଳକୁ ଓଦରାଉ ନଥିଲେ, ଅନ୍ୟ ଭାଷା କହୁନଥିଲେ। ବର୍ତ୍ତମାନ ସମୟରେ ଚାଲିଛି ରାବା ରାବା ଲାକା ରାକା, এই ବିଷୟକୁ ଅନ୍ୟ ଭାଷା ବୋଲି କହୁଛନ୍ତି, এই ବିଷୟ କହୁନଥିଲେ। ଯୀଶୁ କହିନାହାନ୍ତି, ଶିଷ୍ୟମାନେ କହିନାହାନ୍ତି, ଭବିଷ୍ୟତ ବକ୍ତାମାନେ କହିନାହାନ୍ତି, ଏମାନଙ୍କ ମଧ୍ୟରୁ କେହି ମଧ୍ୟ ଲୋକମାନଙ୍କୁ ତଳକୁ ଓଦରାଇ ନାହାନ୍ତି। ପ୍ରେରିତ ପାଉଲ ମଧ୍ୟ କହିନାହାନ୍ତି, ପିତର ମଧ୍ୟ କହିନାହିଁ, ଲୋକମାନଙ୍କୁ ତଳକୁ ମଧ୍ୟ ଓଦରାଇ ନାହାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ ଯୀଶୁ ଆଶ୍ଚର୍ଯ୍ୟ କର୍ମ କରନ୍ତି, ସେବକମାନଙ୍କର ଦ୍ୱାରା ମଧ୍ୟ କରାନ୍ତି, କିନ୍ତୁ ଆମ୍ଭେମାନେ ଜାଣିବା ଦରକାର। କାରଣ ବାଇବଲରେ ମଧ୍ୟ ଲେଖାଯାଏ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ। ଏବଂ ବର୍ତ୍ତମାନ ସମୟରେ ଦେଖୁଛୁ ସତ୍ୟ ପ୍ରଚାରକ ଏବଂ ଭଣ୍ଡ ପ୍ରଚାରକ ବିଷୟରେ ଆମ୍ଭେମାନେ ଦେଖୁଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ଦାସମାନଙ୍କର ବଡ଼ିଗାର୍ଡ଼ ମଧ୍ୟ ନଥିଲେ,
କିନ୍ତୁ ବର୍ତ୍ତମାନ ସମୟରେ ବଡିଗାର୍ଡ ଅଛି। କିନ୍ତୁ ଆସନ୍ତୁ ଆମମାନେ ଦେଖିବା, ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ଜାଣି ନାହିଁ, ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର। ଏଣୁ ଯେ କେହି ମୋର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ଆପଣା ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ସଦୃଶ୍ୟ ହେବ। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୋହନ ଲିଖିତ ସୁସମାଚାର ତାର 10 ପର୍ବ ତାର 11 ପଦରୁ ଦେଖିବା ନିମନ୍ତେ ଯିବା। এই ଜାଗାରେ ଲେଖାଯାଏ, ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। ଉତ୍ତମ ମେଷପାଳକ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଉତ୍ତମ ମେଷପାଳକ ଆପଣା ମେଷମାନଙ୍କ ନିମନ୍ତେ ପ୍ରାଣ ଦିଏ। କିନ୍ତୁ ଲେଖାଯାଏ, ଯେ ମେଷପାଳକ ନୁହେଁ, ମାତ୍ର ବର୍ତ୍ତନ ଗ୍ରାହକ। ଆପଣମାନେ ବୁଝିପାରୁଥିବେ ବର୍ତ୍ତନ ଗ୍ରାହକ ମାନେ କ'ଣ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ମେଷଗୁଡ଼ିକ ଯାହାର ନିଜର ନୁହନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ, ଆଉ ବାଘ ସେମାନଙ୍କୁ ଧରି ଚିହ୍ନ ଭିନ୍ନ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ବହୁତ ଜାଗ୍ରତ ଏବଂ ଲେଖାଯାଏ, କାରଣ ସେ ବର୍ତ୍ତନ ଗ୍ରାହକ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ। ସେମାନେ ଲେଖାଯାଏ ବାଇବଲରେ, ସେମାନେ ଧନ ଲୋଭରେ ଛଳ ବାକ୍ୟ କହେ, ମିଥ୍ୟା ବାକ୍ୟ କହି, ଧନ ଲାଳସାରେ ସେମାନଙ୍କୁ ଲୋକମାନଙ୍କୁ ଆକର୍ଷଣ କରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରେରିତ ପୁସ୍ତକ ତାର 20 ପର୍ବ ତାର 28ରୁ 30, ତୁମ୍ଭେମାନେ ନିଜ ନିଜ ବିଷୟରେ ଆଉ ଯେଉଁ ମଣ୍ଡଳୀ ଈଶ୍ୱର ଆପଣା ନିଜ ରକ୍ତରେ କ୍ରୟ କରି ଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକି ପ୍ରତିପାଳନ କରିବା ନିମନ୍ତେ ପବିତ୍ର ଆତ୍ମା ଯେ ସମସ୍ତ ପଲ ମଧ୍ୟରେ ତୁମମାନଙ୍କୁ ଅଧ୍ୟକ୍ଷ ସ୍ୱରୂପେ ନିଯୁକ୍ତି କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ। ମୋ ପ୍ରସ୍ଥାନ ପରେ ଦୁରନ୍ତ ବାଘଗୁଡ଼ାକ ଯେ ତୁମମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବେ, ପୁଣି ତୁମମାନଙ୍କ ମଧ୍ୟରୁ ସୁଦ୍ଧା ଲୋକ ଉଠି ଶିଷ୍ୟମାନଙ୍କୁ ଆପଣମାନଙ୍କ ପଛରେ ଟାଣି ନେବା ନିମନ୍ତେ ବିପରୀତ କଥାଗୁଡ଼ିକୁ କହିବେ, ଏହା ମୁଁ ଜାଣେ। ଅତଏବ ତୁମମାନେ ଜାଗି ରୁହ, ଆଉ ମୁଁ 3 ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଅଶ୍ରୁପାତ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ କ୍ଳାନ୍ତ ହୋଇନଥିଲି, ତାହା ସ୍ମରଣ କର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଅନେକ ଭଣ୍ଡ ଭାବବାଦୀ ଉଠି ନିଜ ପଟେ ଆକର୍ଷଣ କରିବେ, ସୁନ୍ଦର ସୁନ୍ଦର କଥା କହିବେ, ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ମିଥ୍ୟା ପ୍ରଚାରକମାନେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ ଏବଂ ଲୋକମାନେ ମଧ୍ୟ ଭ୍ରାନ୍ତ ହେବେ। କାହିଁକି ଭ୍ରାନ୍ତ ହେବେ? ଅଧର୍ମ ବୃଦ୍ଧି ପାଇବାରୁ ଲୋକମାନେ ଭ୍ରାନ୍ତ ହେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ସତ୍ୟ ପ୍ରଚାରକ ଲୋକମାନଙ୍କୁ କେବେ ମଧ୍ୟ ଭ୍ରାନ୍ତ କରିବ ନାହିଁ, କେବେ ମଧ୍ୟ ଲୋକମାନଙ୍କୁ ନିଜ ପଟେ ଆକର୍ଷଣ କରିବ ନାହିଁ, କେବେ ମଧ୍ୟ ଲୋକମାନଙ୍କୁ ଖରାପ ରାସ୍ତା ଦେଖାଇବ ନାହିଁ। କିନ୍ତୁ ଭଣ୍ଡ ପ୍ରଚାରକ ହେଉଛି ଲୋକମାନଙ୍କୁ କେବଳ ବିନାଶ କରିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ଏବଂ ମୋତେ ମଧ୍ୟ ପ୍ରଭୁ